ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ସମମଣି ସେବା କରି ତୋଷୁଥାଏ ତାର ମତି ଚିହ୍ନି ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ସାନ ବଡ଼ ସମସ୍ତଙ୍କୁ ସମ ଭାବେ ଚାହେଁ ପରସିବା ବେଳେ ପକ୍ଷପାତ ଯେ ନ କରେ ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟି ସମାନରେ ପତିର ଆଜ୍ଞାକୁ କେବେ ନ ପକାଏ ତଳେ ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ହେମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି ତାର ଦୁଃଖ ନୟନରେ କେବେ ନ ଦେଖନ୍ତି ଏ ମର୍ତ୍ତ୍ୟ ମଣ୍ଡଳେ ସେହି ନାରୀ ସୁଖ ପାଏ ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସାଙ୍ଗରେ ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ସଧବା ନାରୀର ପତି ବିନା ନାହିଁ ଗତି ଜପ ତପ ଦେବ ପୂଜା ତାହାର ନୀତି ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ ପୁଣ୍ୟବତୀ ହୋଇ ତାକୁ ପୁରାଣରେ କହି ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ ସଦାକାଳେ କରନ୍ତି ଉତ୍ତମ ଆଚରଣ ଶ୍ରୀଲକ୍ଷ୍ମୀ ତାହାଙ୍କ ପାଶେ ମିଳନ୍ତି ତକ୍ଷଣ ପତି ସେବା ବିନା ନାହିଁ ନାରୀଙ୍କର ଗତି ପତି ପ୍ରାଣା ନାରୀ କରେ ଦେବଲୋକେ ଗତି ନାରୀଙ୍କର ଲକ୍ଷ୍ମୀ ବ୍ରତ ପ୍ରତି ସେବା ବିନା ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା ପତି ସେବା ବିରଜିଜେ ମାତି ଗରବରେ ଗୁରୁବାରେ ଲକ୍ଷ୍ମୀ ବ୍ରତ ସେହୁ ଯଦି କରେ ତାହାର ନୁହଁଇ ଭଲ ଜନମେ ଜନମେ ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ ଏମନ୍ତ ତିଆରି ସାଧବାଣୀକୁ କହିଲେ ଆଜିଠାରୁ ଲକ୍ଷ୍ମୀ ବ୍ରତ କର ଯା ବୋଇଲେ ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ଶୁଣ ହୋ ନାରଦ ଠାକୁରାଣୀ ଏହା କହି ସେଠାରୁ କେତେ ଦୂର ପଥ ଗଲେ ବାହି ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ପିଜେ କଲେ କାହାରି ଦୁଆରେ ସେହି ସୂଚି ନ ଦେଖିଲେ କେ ବଣ ଯୁବତୀ ନିଦେ ହୋଇ ଅଚେତନ କାହାର ଫିଟି ଯାଇଛି ପିନ୍ଧିଲା ବସନ କାହାର ଶିରରେ କେଶ ମୁକୁଳିତ ହୋଇ ଭୂମି ପରେ ପଡ଼ି ଅଛି କେରି କେରି ହୋଇ ଏହି ରୂପେ ମହାଲକ୍ଷ୍ମୀ ଦେଖି କରି କଲେ ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର ତାହାର ମହିମା ଯେ ଦେବଙ୍କୁ ଅଗୋଚର ପ୍ରତିଦିନ ଖର କହି ଗୁଣ୍ଡିଚା ନଗର ବିଷ୍ଣୁ ଭକତିରେ ସେ ଯେ ଅତି ତତ୍ପର ରାତ୍ରି ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା ଉତ୍ତମ କରିଣ ଘର ଦୁଆର ଲିପିଲା ଛଡ଼ା ପାଣି ମୁନ୍ଦାଏ ଦୁଆରେ ପକାଇଲା ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା 16 କୋଠି କରି ଦିବ୍ୟ ପଦ୍ମେକ କାଟିଲା 10 ମୁଖୀ ଦୀପାବଳି ମଣ୍ଡଳେ ଥୋଇଲା 10 ବର୍ଣ୍ଣ ଫଳ ମୂଳ ମଣ୍ଡଳେ ବାଢ଼ିଲା ସୂତା 10 ଖିଅ ନେଇ ମଣ୍ଡଳେ ଥୋଇଲା ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା